My dear students, you must welcome to back my artist uncle channel. ପିଲାମାନେ ଆର୍ଟିଷ୍ଟ ଅଙ୍କଲ ଆଜି ତୁମମାନଙ୍କ ପାଇଁ ବଢ଼ିଆ ଚିତ୍ରଟିଏ ନେଇକରି ଆସିଛନ୍ତି। ଯେଉଁ ଚିତ୍ର ତୁମମାନଙ୍କୁ ଶିଶୁ ସୁରଭି ପ୍ରତିଯୋଗିତାରେ ନିଶ୍ଚିତ ସାହାଯ୍ୟ କରିବ। ତମେମାନେ ଜାଣିଛ ପିଲାମାନେ, ପ୍ରତିବର୍ଷ ଶିଶୁ ସୁରଭି ପ୍ରତିଯୋଗିତାରେ MDM ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା ହୋଇଥାଏ। ତେଣୁ ଏହି MDM ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ମୁଁ ଗୋଟିଏ ସୁନ୍ଦର ଚିତ୍ର ଅଙ୍କନ କରି ତୁମମାନଙ୍କୁ ଦେଖେଇବି, ଯାହା ତୁମେମାନେ ଅନୁସରଣ କଲେ, ଅନୁଧ୍ୟାନ କଲେ, ଅଭ୍ୟାସ କଲେ ନିଶ୍ଚିତ ଉତ୍ତୀର୍ଣ୍ଣ ହେବ ଏବଂ ପ୍ରଥମ ଶ୍ରେଣୀ ଅଧିକାର କରିପାରିବ। ତେବେ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଆସ କେଉଁଭଳି ଭାବରେ ଚିତ୍ର ଅଙ୍କନ କରାଯାଉଛି ମୁଁ ତୁମକୁ ଟିକିଏ ବର୍ଣ୍ଣନା କରି କହିଲେ ତୁମେ ଭିଡ଼ିଓଟିକୁ ଦେଖିବ ଏବଂ ମୋ କଥାଟିକୁ ଶୁଣିବ, ତେବେ ତୁମକୁ ଅଙ୍କନ କରିବାକୁ ନିହାତି ସହଜ ହେବ। ତେବେ ତମେ ବର୍ତ୍ତମାନ ଭିଡ଼ିଓଟିରେ ଦେଖୁଥିଲ କେଉଁଭଳି ଭାବରେ ଆର୍ଟିଷ୍ଟ ଅଙ୍କଲ ଡ୍ରଇଂ ପେପର ଉପରେ ପ୍ରଥମେ ବର୍ଡ଼ର ତିଆରି କଲେ। ବର୍ଡ଼ର ତିଆରି କଲା ପରେ ମଧ୍ୟାହ୍ନ ଭୋଜନର ପଞ୍ଚଶ୍ରୁତି ନିୟମ ଲେଖିଲେ ଏବଂ ନିୟମକୁ ତୁମେ ଏମିତି ପ୍ରାଞ୍ଜଳ ଭାବରେ ଲେଖିବ ଯେମିତି ଜଣେ ଜଜ୍ ଭଲ ଭାବରେ ପଢ଼ିପାରୁଥିବ ଏବଂ ବୁଝିପାରୁଥିବ। ତେବେ ୟା ପରେ ମୁଁ ଅଙ୍କନ କଲି ସେହି ମଧ୍ୟାହ୍ନ ଭୋଜନର ସଂକେତ ବା ଲୋଗୋ। ତେବେ ପିଲାମାନେ, ତମେମାନେ ଯେତେବେଳେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ବସିଥାଅ, ସେତେବେଳେ ପୁଅ ଆଉ ଝିଅମାନେ ଧାଡ଼ି ବାନ୍ଧି ବାରଣ୍ଡାରେ ବସି ଖାଇଥାଅ। ଆମ ଓଡ଼ିଶାରେ ସାଧାରଣତଃ ଖାଇବା ପାଇଁ କୌଣସି ଡାଇନିଂ ହଲ୍ ନାହିଁ କି ଖାଇବା ପାଇଁ ଡାଇନିଂ ଟେବୁଲ ଓ ଚେୟାର ମଧ୍ୟ ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ପଡ଼ିଥାନ୍ତି। ତେଣୁ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ତମେମାନେ ଜାଣିଛ, ଯେତେବେଳେ ତୁମେ ବିଦ୍ୟାଳୟର ବାରଣ୍ଡାରେ ତଳେ ବସି ଖାଇଥାଅ ବା କୌଣସି ଗଛ ମୂଳେ ବସି ଖାଇଥାଅ, ସେତେବେଳେ କାଉ କୋଇଲି ମଳତ୍ୟାଗ କରିଥାନ୍ତି, ବାରଣ୍ଡାରେ ବୁଲା କୁକୁର ବୁଲିଥାନ୍ତି, ତୁମ ଅଣ୍ଡାକୁ ନେଇଯାଇଥାନ୍ତି, କାଉମାନେ ଅଣ୍ଡା ଖୁମ୍ପି ତାଙ୍କ ଗୋଡ଼ରେ ଧରି ଚାଲି ଯାଇଥାନ୍ତି। ବେଳେବେଳେ ତୁମେ ଖାଇବା ବେଳକୁ କେବଳ ଭାତ ଏବଂ ଅଣ୍ଡା ଝୋଳ ଖାଇଥାଅ ଏବଂ ବେଳେବେଳେ ପାଚିକାମାନେ ବାଢ଼ିଲା ବେଳେ ତାଙ୍କର ଦେହର ଝାଳ ତୁମ ଖାଦ୍ୟରେ ପଡ଼ିଥାଏ। ସେ ଚାଲିଲା ବେଳେ ତାଙ୍କ ଧୂଳି ମଧ୍ୟ ତୁମ ଖାଦ୍ୟ ଥାଳିରେ ପଡ଼ିଥାଏ। ଏହିଭଳି ଅନେକ ଅସୁବିଧାର ସମ୍ମୁଖୀନ ତୁମକୁ ଭୋଗିବାକୁ ପଡ଼ିଥାଏ। ତଥାପି ତମେ ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ଭାତ ଗଣ୍ଡାଏ ଏବଂ ତରକାରୀ ଯାହା ବି ମିଳୁ ଖାଇଦେଇ ପୁଣି ପାଠ ପଢ଼ିବା ପାଇଁ ମନ ବଳେଇଥାଅ। ତେଣୁ ସେ ଯେଉଁ ତମେ ତଳେ ବସି ଖାଇଥାଅ, ସେହିଟାକୁ ଅନୁଧ୍ୟାନ କରି ତୁମକୁ MDM ଚିତ୍ରକଳାରେ ଅଙ୍କନ କରିବାକୁ ପଡ଼ିବ। ତେଣୁ ମୁଁ କେଉଁଭଳି ଅଙ୍କନ କରୁଛି ଦେଖ। ଜଣେ ପାଚିକା ବାଲ୍ଟିରେ ତରକାରୀ ବା ଡାଲମା ବାଢ଼ୁଛନ୍ତି ଏବଂ ଗୋଟିଏ ପଟେ ଭାଇମାନେ ଏବଂ ଗୋଟିଏ ପଟେ ଭଉଣୀମାନେ ଧାଡ଼ି ବାନ୍ଧି ବସିଛନ୍ତି ଏବଂ ଖାଦ୍ୟ ଖାଉଛନ୍ତି। ତମେ ମଧ୍ୟ ଯେତେବେଳେ MDM ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେବ, ଠିକ୍ ଏହିଭଳି ଚିତ୍ର ଅଙ୍କନ କରିବା ପାଇଁ ଚେଷ୍ଟା କରିବ ଏବଂ ନିଜର ପ୍ରତିଭାକୁ ପ୍ରକଟ କରିବା ପାଇଁ ଚେଷ୍ଟା କରିବ। ଅର୍ଥାତ୍ ତୁମ କଳ୍ପନାରେ ଯଦି ଆଉ କିଛି ଅନ୍ୟ ପରିକଳ୍ପନା ଅଛି ବା ତଳେ ବସିବା ବଦଳରେ ତମେ ଯଦି ଟେବୁଲରେ ବସିବ କିମ୍ବା ଚେୟାରରେ ବସିବ ବା ତଳେ ବସିବା ବଦଳରେ ଯଦି ତୁମେ କୌଣସି ଆସନ ପକାଇ ବସିବ ବା କୌଣସି ପାଲ ପକାଇ ବସିବ, ଯେମିତି ଧୂଳି ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବ ଏବଂ ବୁଲା କୁକୁରମାନେ ଯେମିତି ତୁମ ପାଖକୁ ନ ଆସିବେ ସେଥିପାଇଁ ସତର୍କ ରହିବ, ଗଛ ମୂଳରେ ନ ଖାଇବା ପାଇଁ ଚେଷ୍ଟା କରିବ। ଏହିଭଳି ଚିତ୍ରକୁ ତୁମେ ଯଦି ପ୍ରତିପାଦିତ କରିପାରିବ, ତାହା ଓଡ଼ିଶା ସରକାର ଦେଖିବେ ଏବଂ ତୁମ ପରିକଳ୍ପନାକୁ ସିଏ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। ପ୍ରତି ବିଦ୍ୟାଳୟରେ ଡାଇନିଂ ହଲ୍ର ବ୍ୟବସ୍ଥା କରିପାରନ୍ତି ବା
କୌଣସି ନା କୌଣସି ପ୍ରତିକାର ପାଇଁ ତୁମମାନଙ୍କର ସୁପୋଷଣ ପାଇଁ ସିଏ ନିଶ୍ଚିତ କୌଣସି ଯୋଜନା କରିପାରନ୍ତି। ସେଥିପାଇଁ ଶିଶୁ ସୁରଭି ପ୍ରତିଯୋଗିତାର ପରିକଳ୍ପନା ଏଇଥିପାଇଁ ଯେ ପିଲାମାନଙ୍କର କଳ୍ପନାରେ କ'ଣ ଅଛି ଯାହା ଓଡ଼ିଶା ସରକାରଙ୍କୁ ସହଯୋଗ କରିପାରିବ। ତେବେ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ତୁମେ ମୋର ଏହି ଚିତ୍ରକୁ ଅନୁଧ୍ୟାନ କର ଏବଂ ଦେଖ ବର୍ତ୍ତମାନ ଓଡ଼ିଶା ସରକାର ପ୍ରତି ବିଦ୍ୟାଳୟରେ କିଚେନ୍ ଗାର୍ଡ଼େନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି କିଚେନ୍ ଗାର୍ଡ଼େନ କରିବାର ଅର୍ଥ ହେଲା ଯେ ଛାତ୍ରଛାତ୍ରୀମାନେ ସିଧାସଳଖ କୌଣସି ସାର ଦିଆ ପନିପରିବା ପାଇବା ବଦଳରେ ଖତ ଦିଆ ବା ଅର୍ଗାନିକ୍ ପନିପରିବା ପାଇବେ ଏବଂ ସେଥିରେ ସେ ଅଧିକ ପୁଷ୍ଟିସାର ପାଇପାରିବେ ଏବଂ ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ଅଧିକ ବୃଦ୍ଧି ହୋଇପାରିବ। ଏବଂ ତୁମେ ପାଠ ଚାଷ ସହିତ ପନିପରିବା ଚାଷ ମଧ୍ୟ ନିଜ ବିଦ୍ୟାଳୟରେ କରିପାରିବ। ବିଦ୍ୟାଳୟ ହେଉଛି ଏକ ଚାଷ ଜମି ଯେଉଁଠି ପାଠ ଏବଂ ପନିପରିବା ମଧ୍ୟ ଚାଷ କରାଯାଏ। ତେବେ ପିଲାମାନେ ଏହାକୁ ଗୁରୁତର ଭାବରେ ଧରିନେବ ନାହିଁ। ମୁଁ ଏହାକୁ ଟିକିଏ କୌତୁକିଆ ଭାବରେ କହିଛି। ତୁମେ କିନ୍ତୁ ଚିତ୍ର ଅଙ୍କନ କଲାବେଳେ ପ୍ରତିପାଦିତ କରିବ ଯେ ଯଦି ସରକାର କିଚେନ୍ ଗାର୍ଡ଼େନ କରିବାର ଯୋଜନା ରଖିଲେ ତେବେ କିଚେନ୍ ଗାର୍ଡ଼େନର ରକ୍ଷଣାବେକ୍ଷଣ ପାଇଁ କୌଣସି କିଚେନ୍ ଗାର୍ଡ଼େନର ବ୍ୟବସ୍ଥା କରାଗଲା ନାହିଁ କାହିଁକି। ୟାର ଅର୍ଥ ତୁମେମାନେ ଛାତ୍ରଛାତ୍ରୀମାନେ ମିଳିମିଶି ପାଠ ପଢ଼ିବା ସହିତ ସେ କିଚେନ୍ ଗାର୍ଡ଼େନର ରକ୍ଷଣାବେକ୍ଷଣ ମଧ୍ୟ ଗୁରୁଜୀ ଗୁରୁମାମାନଙ୍କ ତତ୍ତ୍ୱାବଧାନରେ କରିବାକୁ ପଡ଼ିବ। କିନ୍ତୁ ଆଜିକାଲିର ସୋସିଆଲ ମିଡ଼ିଆରେ ଯେଉଁଭଳି ଭାବରେ ଏଇ ସାମ୍ବାଦିକମାନେ ବୁଲୁଛନ୍ତି ସେମାନେ ଅର୍ଥକୁ ଅନର୍ଥ କରିଦେବେ। ସେମାନେ ହୁଏତ ଜାଣିନାହାନ୍ତି ଯେ ଜାପାନରେ ସ୍କୁଲରେ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଘରକରଣା ଠାରୁ ସାଜସଜ୍ଜା ଠାରୁ ସଫେଇ କାମ ଠାରୁ ପାଠପଢ଼ା ପର୍ଯ୍ୟନ୍ତ ସବୁ ପ୍ରକାର ଶିକ୍ଷା ଦିଆଯାଇଥାଏ। ଯାହା ଆମ ବିକଶିତ ଓଡ଼ିଶାରେ ଓଡ଼ିଶା ସରକାର ମଧ୍ୟ ସେହିଭଳି ଚାହୁଁଛନ୍ତି ଯେ ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ବିଭିନ୍ନ ସ୍କିଲ୍ରେ ପାରଙ୍ଗମ ହାସଲ କରିପାରିବେ ବୋଲି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ଯାହା ତୁମେ ଏହି MDM ଚିତ୍ରକଳା ପ୍ରଦର୍ଶନୀ ବା ଚିତ୍ରକଳା ପ୍ରତିଯୋଗିତାରେ ନିଜ ଚିତ୍ର ମାଧ୍ୟମରେ ପ୍ରତିପାଦିତ କରିପାରିଲେ ତାହା ଓଡ଼ିଶା ସରକାରଙ୍କର ଦୃଷ୍ଟିଗୋଚର ହେବ ଏବଂ ତୁମକୁ ନିଶ୍ଚିତ ତୁମ ପରିକଳ୍ପନାର ମୂଲ୍ୟ ଓଡ଼ିଶା ସରକାର ଦେବେ ଏବଂ ଓଡ଼ିଶା ସରକାର ତାହା କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। ତେବେ ଓଡ଼ିଶା ସରକାର ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏଥିରେ ଟିକିଏ ବିଗତ ଦିନର କାର୍ଯ୍ୟସୂଚୀ ବଦଳରେ ପରିବର୍ତ୍ତନ କରାଯାଇଛି। ଯେମିତି ବର୍ତ୍ତମାନ ସୋମବାର, ବୁଧବାର ଏବଂ ଶୁକ୍ରବାର ଅଣ୍ଡା ଦିଆଯାଉଛି, ମଙ୍ଗଳବାର ଶନିବାର ସୋୟାବଡ଼ି ଦିଆଯାଉଛି ଏବଂ ଗୁରୁବାର ଗୋଟିଏ ଦିନ ଡାଲମା ଦିଆଯାଉଛି। ତତ୍ ସହିତ ସପ୍ତାହରେ 2 ଦିନ ମାଣ୍ଡିଆ ଲଡ଼ୁ ମଧ୍ୟ ଦିଆଯାଉଛି। କେବଳ ମାଣ୍ଡିଆ ଲଡ଼ୁ ବୋଲି ତୁମେ ଭାବିଲେ ହେବ ନାହିଁ। ସେଥିରେ ଚିନାବାଦାମ, ରାଶି, ଗୁଡ଼, ନଡ଼ିଆ ଏବଂ ବିଭିନ୍ନ ପୁଷ୍ଟିକର ଖାଦ୍ୟ ମିଶାଇ ଲଡ଼ୁ ତିଆରି କରି ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି। ତେବେ ପିଲାମାନେ ତୁମେ ଏହିସବୁ ଯୋଜନାକୁ ତୁମ ଚିତ୍ର ମାଧ୍ୟମରେ ପରିସ୍ଫୁଟନ କଲେ, ଦେଖେଇଲେ ତୁମେ ନିଶ୍ଚିତ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ମୋର ଆଶା ଓ ବିଶ୍ୱାସ। ତା ସାଙ୍ଗେ ସାଙ୍ଗେ ତୁମକୁ ଅନେକ ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସ ମୂଳେ ନିଶ୍ଚିତ ତୁମେ ଉନ୍ନତି କରିବ। ତେବେ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିବ, ଲାଇକ୍ କରିବ ଏବଂ କମେଣ୍ଟ ମଧ୍ୟ କରିବ। ତୁମକୁ କେଉଁ ଭଳି ଚିତ୍ର ଦରକାର ମୁଁ ସେଇଭଳିଆ ଚିତ୍ର ଆଣିବି। ଧନ୍ୟବାଦ।